ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2024 ଶ୍ରେଣୀ ହେଉଛି ତୃତୀୟ ବିଷୟ ଭାଷା ଓଡ଼ିଆ। ଅନୁସଂଖ୍ୟା ହେଉଛି 10 ଆଉ ପ୍ରଶ୍ନ ସଂଖ୍ୟା ହେଉଛି 8। ଠିକ୍ ଅଛି। ମୌଖିକ ପ୍ରଶ୍ନ ଦେଖିବା। ପ୍ରଥମ ପ୍ରଶ୍ନ କ'ଣ ଅଛି? କେଉଁ ପକ୍ଷୀ ଆସିଲେ ଘରକୁ କୁଣିଆ ଆସିବେ ବୋଲି ଆମେ ଭାବିଥାଉ? କେଉଁ ପକ୍ଷୀ ଆସିଲେ? ଏହାର ଉତ୍ତର ତୁମେ କହିବ କାଉ। ଠିକ୍ ଅଛି। କାଉ ଆସିଲେ କି କାଉ ଯଦି ଘରକୁ ଆସି ରାବତ କରେ ଆମେ ଜାଣିବା ଯେ ଘରକୁ ଜଣେ କୁଣିଆ ଆସୁଛନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୁମେ କେଉଁ ଫଳ ଖାଇବାକୁ ଭଲ ପାଅ? ଗୋଟିଏ ଫଳର ନାମ କହିବ ପିଲାମାନେ। ଠିକ୍ ଅଛି। ଯେ କେଉଁ ଫଳ ଖାଇବାକୁ ଭଲ ପାଅ? କେହି କହିବେ ଆମ୍ବ, କେହି କହିବେ ସେଓ, କେହି କହିବେ କଦଳୀ, କେହି କହିବେ ସାନ୍ତରା। ଠିକ୍ ଅଛି। ଏମିତି। ତାପରେ ପରବର୍ତ୍ତୀ ପ୍ରଶ୍ନ, ତୁମେ ଜାଣିଥିବା ଯେକୌଣସି ଗୋଟିଏ କବିତାକୁ ଉପଯୁକ୍ତ ସ୍ୱରରେ ଅଭିନୟ କରି ଆବୃତ୍ତି କରିବ। ତାମାନେ ତୁମର ସାହିତ୍ୟ ବହିରେ ଗୋଟିଏ କବିତା ଅଭିନୟ ମାଧ୍ୟମରେ ତୁମେ ଅଭିନୟ କରିବ, ଅଭିନୟ କରି ଆବୃତ୍ତି କରିବ, ତେବେ ତୁମକୁ ମାର୍କ ମିଳିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତଳ ଲିଖିତ କବିତା ପଦକୁ ଶିକ୍ଷକ ଶିକ୍ଷାର୍ଥୀ ମାନଙ୍କୁ ପଢ଼ି ଶୁଣାଇବେ ଏବଂ ପ୍ରଶ୍ନ ନମ୍ବର 4ରୁ 6 ଉତ୍ତର ମୌଖିକ ଭାବକୁ ଦେବାକୁ କହିବ। ଠିକ୍ ଅଛି। ପିଲାମାନେ ଏଇସବୁ ଅଛି, ଏହାକୁ ତୁମକୁ ଶିକ୍ଷକ ଅଥବା ଶିକ୍ଷୟିତ୍ରୀ ପଢ଼ି ଶୁଣାଇବେ। ତାପରେ ତଳଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବେ। କ'ଣ ଅଛି? ଏଇ ଦେଶରେ ଜନ୍ମିଲେ ମହାପୁରୁଷ, ଏ ଦେଶ ପାଇଁ ପ୍ରାଣ ଦେଇ ରଖିଲେ ଯଶ, ସାରା ଜୀବନ ପାଇଁ କେହି ରହିଲେ ନାହିଁ, ବାପୁଜୀ ଶାସ୍ତ୍ରୀଜୀ ପଟେଲ ଭାଇ। ଠିକ୍ ଅଛି। ତାପରେ ଉତ୍ତର ଏଇ ପ୍ରଶ୍ନ ପଚାରିବ ତୁମର ଶିକ୍ଷକ, ତୁମେ କହିବ ଜଣେ ମହାପୁରୁଷଙ୍କ ନାମ କହ। ପିଲାମାନେ ଏଇଠି 3ଟି ମହାପୁରୁଷଙ୍କ ନାମ ଦେଇଛି, ବାପୁଜୀ, ଶାସ୍ତ୍ରୀଜୀ, ପଟେଲ। ଠିକ୍ ଅଛି। ତୁମେ ଗୋଟିଏ ନାଁ କହିପାରିବ, ବାପୁଜୀ କିମ୍ବା ଶାସ୍ତ୍ରୀଜୀ। ଠିକ୍ ଅଛି। କିମ୍ବା ପଟେଲ ଭାଇ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଆମ ଦେଶର ନାମ କ'ଣ? ତୁମେ କହିବ ଆମର ଦେଶର ନାମ ହେଉଛି ଭାରତ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ଆମେ ସ୍ୱାଧୀନତା ପାଇ ନଥିଲେ କି ଅସୁବିଧା ହୋଇଥାନ୍ତା? କି ଅସୁବିଧା ହୋଇଥାନ୍ତା? ଆମେ ସ୍ୱାଧୀନତା ପାଇ ନଥିଲେ ଆମେ ସାରା ଜୀବନ ଦୁଃଖୀ ରହିଥାନ୍ତା। ସ୍ୱାଧୀନତାରେ ଆମେ ନିଜ ଇଚ୍ଛା ଅନୁଯାୟୀ କୌଣସି କାମ କରିପାରିନଥାନ୍ତେ, ଅନ୍ୟର ଅଧୀନରେ ରହିଥାନ୍ତେ। ଠିକ୍ ଅଛି। ଏମିତି ଅନେକ ଅଛି ପିଲାମାନେ, ତୁମେ ଗୋଟିଏ ଦୁଇଟା ନିଶ୍ଚୟ କହିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଅନୁଚ୍ଛେଦକୁ ପଢ଼ି ଶୁଣାଇବେ। ଅନୁଚ୍ଛେଦକୁ ପଢ଼ି ଶୁଣାଇବେ। ପ୍ରଶ୍ନ ନମ୍ବର 7 ଓ 8 ନମ୍ବରର ଉତ୍ତର ମୌଖିକ ଭାବେ ଦେବାକୁ କହିବ। ଠିକ୍ ଅଛି। ପିଲାମାନେ ଏଇଠି ଗୋଟିଏ ଅନୁଚ୍ଛେଦ ଅଛି, ତାକୁ ତୁମର ଶିକ୍ଷକ ପଢ଼ି ତୁମକୁ ଶୁଣାଇବେ। ତାପରେ ତଳେ 2ଟି ପ୍ରଶ୍ନ ଅଛି, ସେ ପଚାରିବେ, ତୁମେ କହିବ। ଠିକ୍ ଅଛି। ଆମେ ସିଧାସଳଖ ପ୍ରଶ୍ନ ପାଖକୁ ଯିବା। ଅଛି, ବୃକ୍ଷଲତା ମାନେ ଆମକୁ କ'ଣ କ'ଣ ଦେଇଥାନ୍ତି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ବୃକ୍ଷଲତା ମାନେ ଆମକୁ କ'ଣ କ'ଣ ଦେଇଥାନ୍ତି? ଫଳ, ଫୁଲ, ମୂଲ୍ୟବାନ ଔଷଧୀୟ, ଗୁଳ୍ମଲତା, ଜାଳେଣୀ କାଠ ଏବଂ ଅନ୍ୟାନ୍ୟ ଘର ଉପକରଣ ଦେଇଥାନ୍ତି। ଏହା ସହିତ ଆମକୁ କ'ଣ ଦେଇଥାନ୍ତି? କାଠ ଓ ଅମ୍ଳଜାନ ମଧ୍ୟ ଦେଇଥାନ୍ତି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କିଏ ପ୍ରକୃତରେ ଆମର ବନ୍ଧୁ? କିଏ ପ୍ରକୃତରେ ଆମର ବନ୍ଧୁ? ବୃକ୍ଷଲତା ହେଉଛନ୍ତି ପ୍ରକୃତରେ ଆମର ବନ୍ଧୁ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସମେଟିଭ୍ ଆସେସମେଣ୍ଟ 1, 2, ସମେଟିଭ୍ ଆସେସମେଣ୍ଟ 2 ଶବ୍ଦରେ ହେଉଛି ଇଂରେଜୀ, ବିଷୟ ହେଉଛି କ୍ଲାସ୍ 3rd, ଶ୍ରେଣୀ ହେଉଛି କ୍ଲାସ୍ 3rd, ଏହା ହେଉଛି ଇଂଲିଶ। ଠିକ୍ ଅଛି। ଓରାଲ୍ ଟେଷ୍ଟ, ଫୁଲ୍ ମାର୍କ ହେଉଛି 10। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି? ଫଲୋ ଦ ଇନଷ୍ଟ୍ରକ୍ସନ୍ ଏନି 3, 3ଟି ବାକ୍ୟ କହିବେ ପିଲାମାନେ, ତୁମେ ତାହାକୁ ଏକ୍ସନ୍ କରିବ। ଠିକ୍ ଅଛି। ତୁମେ ଯଦି କହିବେ ଟଚ୍ ୟୋର୍ ହେଡ଼୍, ଅର୍ଥାତ୍ ତୁମ ମୁଣ୍ଡକୁ ଛୁଇଁବ। ତାପରେ କହିବେ ଓପନ୍ ଦ ଡୋର୍, କବାଟ ଖୋଲିଦେବ। ଠିକ୍ ଅଛି। ତାପରେ ସିଟ୍ ଡାଉନ୍, ବସି ପଡ଼ିବ। ତାପରେ କ୍ଲାପ୍ ୟୋର୍ ହ୍ୟାଣ୍ଡସ୍, ତାଳି ମାରିବ। ତାପରେ କ୍ଲୋଜ୍ ୟୋର୍ ଆଇଜ୍, ତୁମ ଆଖି ମୁନ୍ଦିବ। ଠିକ୍ ଅଛି। ଯେକୌଣସି 3ଟି କହିବେ ତୁମେ ତାହାକୁ ଏକ୍ସନ୍ ମାଧ୍ୟମରେ କରିବ। ତାପରେ ପରବର୍ତ୍ତୀ ପ୍ରଶ୍ନ, ଆସ୍କ ଦ ଷ୍ଟୁଡେଣ୍ଟସ୍ ଟୁ ରିସାଇଟ୍ ଦ ପୋଏମ୍ ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍। ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ ଲିଟିଲ୍ ଷ୍ଟାର୍ ଅଛି ଗୋଟେ ପୋଏମ୍, ତୁମେ ତାହାକୁ ଆବୃତ୍ତି କରିବ। ଠିକ୍ ଅଛି। ତୁମେ ଅଭ୍ୟାସ କରିବ, ତେବେ ତୁମକୁ 4 ମାର୍କ ମିଳିବ। ଅଭ୍ୟାସ କରିଥିବ, ତୁମେ କ୍ଲାସ୍ରେ କରିପାରିବ ପରୀକ୍ଷା ହଲ୍ରେ, ତାପରେ ତୁମକୁ ମିଳିବ 4 ମାର୍କ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ଆନ୍ସର୍ ଏନି 3 କ୍ୱେଶ୍ଚନ୍, 3ଟି ପ୍ରଶ୍ନର ଉତ୍ତର ଦେବ ପିଲାମାନେ। କ'ଣ କ'ଣ ପ୍ରଶ୍ନ ସବୁ ଅଛି?
ह्वाट इज योर नेम तुम नाम कह पे तुम नाम कह तापर अच्छी रीड दिस नंबर ये 12 नंबर गोटे कार्ड तुमको देखाइबे तुम कह 12 कौन कह 12 तापर टेल द नेम ऑफ दिस पिक्चर ये पिक्चर नाम कह यह गोटे चेयर अच्छी चेयर बोली कह ठीक अच्छे तापर स्पेल द वर्ड्स मंकी मंकी वर्ड को स्पेलिंग कर ये MONKEY एमती कहले तुमको मिल मार्क ठीक अच्छे तापर देखा परवर्ती प्रश्न कौन अच्छी द्वितीय समाप्ति सूचक मान निर्धारण 2026 श्रेणी हूँ तृतीय विषय गणित ठीक अच्छे पूर्ण संख्या हूँ 10 प्रश्न संख्या हूँ 8 मौखिक प्रश्न यह हूँ मौखिक प्रश्न 252 शतक स्थानकर स्थानीय मूल्य केते तुम कह 200 केते कह 200 ठीक अच्छे परवर्ती प्रश्न अच्छी शिक्षक शिक्षयित्री प्रस्तुत करथिबा जेकोसी 3 अंक विशिष्ट एक संख्या कार्ड देखाई संख्या ठारू 100 अधिक संख्याटी केते बोली पचारिबे अति सुंदर प्रश्न पिला माने गोटे 3 अंक विशिष्ट अंक तुमको देखाइबे गोटे संख्या कार्ड ठीक अच्छे तापर तुमको पचारिबे जेठारू 100 अधिक होइतो संख्याटी केते बोली पचारिबे तुम कहब ठीक अच्छे परवर्ती प्रश्न कैलेंडर देखाई प्रथम सोमवार केते तारीख पचारिबे कैलेंडर देखाइबे तुम प्रथम सोमवार के तारीख बोली पचारिबे तुम सोमवार सीधा जो प्रथम तारीखटी थी ताकू कहब ठीक अच्छे प्रथम प्रश्न शिक्षक शिक्षयित्री 4 5 6 7 8 संख्याटीर 2 गुण 3 गुण 4 गुण 5 गुण केते बोली पचारिबे पिला माने याकू टिके तुम घर टी अभ्यास करथिबो तबे तुम श्रेणी रे कहि पारिबो ठीक अच्छे परवर्ती प्रश्न अच्छी संख्या कार्डटी देखाई शिक्षार्थी को पढ़ा कहबे गोटे संख्या कार्ड देखाइबे और तुमको पढ़ा कहबे ठीक अच्छे तुम पढ़ टी अभ्यास कर पे किसी असुविधा हम ना ठीक अच्छे परवर्ती प्रश्न 3टी अंक दे बृहत्तम क्षुद्रतम संख्या गठन करने को कह 3टी अंक देवे बड़ संख्या प्रथम रखिब ताठू छोट रखिब तापर सबुठू सान शेष रखिब सबुठू बृहत्तम संख्या तापर क्षुद्रतम संख्या कौन छोट संख्या को आगे रखिब मन रखिब जमी शून्य रहे शून्य को 2 नंबर रे लिखिब ठीक अच्छे तापर शेष बड़ संख्या लिखिब तेज क्षुद्रतम संख्या हम ठीक अच्छे परवर्ती प्रश्न गोटे नोट दे समान परिमाण नोट आने को कहे नोट ठीक अच्छे तापर या टिके घर टी अभ्यास कर तुम कहीपर तापर परवर्ती प्रश्न उदाहरण 50 टंकिया नोट केतोटी 10 टंकिया नोट आनी हम अति सुंदर प्रश्न ठीक अच्छे टिके घर अभ्यास कर पे तुम कर परवर्ती प्रश्न अच्छी कौन सी जिनसर दैर्घ्य मापिया को कहे पेंसिल पेन चक ठीक अच्छे मापिया को कहे तुमको स्केल देवे एवं कौन सी जिनस गोटे या मापिया को कहे तुम स्केल रे मापिया यदि शिखी जानी टिके अभ्यास कर पे ठीक अच्छे स्केल रे केमती मपा जाए तापर तुम मापी पार देखा परवर्ती प्रश्न कौन अच्छी ट्राफिक रे सबुज बत्ती जलिले आम कौन करवा ट्राफिक रे सबुज बत्ती जलिले आम आग को जीवा ठीक अच्छे तापर जिलार मुख्य को कौन कह जाए जिलापाल तापर तुमको ठंडा सर्दी काश हेले तुम क्या पाखक जीव डाक्तर पाखक जीवा डाक्तर पाखक जीवा ठीक अच्छे तापर तुम जिलार जिलापाल नाम कौन तुम जिलार जिलापाल नाम कौन पिला माने तुम टिके पूर्वर तुम घरे तुम बापा को तुम माँ को पचारि से कहीदे तुम मन रखि ठीक अच्छे तुम जिलार जिलापाल नाम कह तापर परवर्ती प्रश्न अच्छी तुम घर पाखरे कौन से एक घरे निआं लगिगले तुम क्यों फोन नंबर को फोन कर पिला माने यदि कौन स्थान भी हो जी निआं लगी जाए 101 नंबर को फोन करा जाए ठीक अच्छे 101 यही नंबर को फोन करा जाए ठीक अच्छे तापर परवर्ती प्रश्न कौन सी देखा द्वितीय समाप्ति सूचक मान निर्धारण 2026 श्रेणी तृतीय परिवेश अध्ययन विज्ञान पूर्ण संख्या हूँ 5 प्रश्न संख्या 5 ठीक अच्छे कूଅ जल दूषित होवार गोटे कारण कह कूଅ जल कहीं दूषित हुए अनेक गोटे कारण अच्छे तुम गोटे कारण
କହିବ। ଠିକ୍ ଅଛି। ଯେ ଗଛର ପତ୍ର ପୋଡ଼ି କୂଅର ଜଳ ଦୂଷିତ ହୁଏ। ଠିକ୍ ଅଛି। ତାପରେ କୂଅ ପାଖରେ ଗାଧୋଇଲେ ମଧ୍ୟ କୂଅ ଜଳ ଦୂଷିତ ହୁଏ। ଠିକ୍ ଅଛି। ତାପରେ କୂଅ ପାଖରେ ପାଇଖାନା ଟାଙ୍କି ଥିଲେ ମଧ୍ୟ କୂଅର ଜଳ ଦୂଷିତ ହୁଏ। ଏମିତି ଅନେକ କାରଣ ଅଛି, ତୁମେ ଗୋଟିଏ କାରଣ କହିବ। ପରବର୍ତ୍ତୀ ପ୍ରଶ୍ନ ଅଛି, ଗୋଟିଏ ନୀଳ ରଙ୍ଗର ଫୁଲର ନାମ କହିବ। ଗୋଟିଏ ନୀଳ ରଙ୍ଗର ଫୁଲର ନାମ ତୁମେ କହିବ ଅପରାଜିତା। ଠିକ୍ ଅଛି। କ'ଣ କହିବ ଜସ୍ମିନ, ଦୁଦୁରା ଫୁଲ। ଠିକ୍ ଅଛି। ଏମିତି ଗୋଟେ ଫୁଲର ନାମ କହିବ। ପରବର୍ତ୍ତୀ ପ୍ରଶ୍ନ ଅଛି, ଅତି ଉଜ୍ଜଳ ଆଲୋକକୁ ସିଧା ଚାହିଁବା ଦ୍ୱାରା କ'ଣ ହେବ? ଆଖି ଖରାପ ହୁଏ। ଠିକ୍ ଅଛି। ଆଖି ଖରାପ ହେବାର ସମ୍ଭାବନା ଥାଏ। ପରବର୍ତ୍ତୀ ପ୍ରଶ୍ନ, ପ୍ରଧାନ ମୂଳ ଥିବା ଗୋଟେ ଉଦ୍ଭିଦର ନାମ କୁହ। ଅନେକ ଗୁଡ଼ିଏ ଉଦ୍ଭିଦ ଅଛି ପିଲାମାନେ। ଠିକ୍ ଅଛି। ଯେ ପ୍ରଧାନ ମୂଳ ତା ଗୋଟେ ଉଦ୍ଭିଦର ନାମ ତୁମେ କହିବ। ଅନେକ ଅଛି, ମୁଁ କହିଦେଉଛି। ଆମ୍ବ ଗଛ, ବର ଗଛ, ପିପଲ ଗଛ, ଏମିତି ବଡ଼ ବଡ଼ ଗଛ ଗୋଟିଏର ନାଁ ତୁମେ କହିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ଜିଭରେ ଚାଟି ଚାଟି କରି ଖାଉଥିବା ଗୋଟିଏ ପଶୁର ନାମ କୁହ। ଜିଭରେ ଚାଟି ଚାଟି ଅନେକ ପଶୁ ଖାଆନ୍ତି ପିଲାମାନେ, ତୁମେ ଗୋଟିଏର ନାମ କହିବ। ଠିକ୍ ଅଛି। ତୁମେ କହିବ କୁକୁର, କିମ୍ବା କହିପାରିବ ବିଲେଇ, କିମ୍ବା କହିବ ଗଧିଆ ଇତ୍ୟାଦି। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଧନ୍ୟବାଦ ପିଲାମାନେ। ଭିଡ଼ିଓଟିକୁ ଲାଇକ୍ କରିବ, କମେଣ୍ଟ କରିବ, ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।